ଆମେ ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଧ୍ୟାନ 297। ପ୍ରଭୁ ଲେଖୁଛନ୍ତି, ଗୋଟିଏ ମୁଖା ଦେଖି ତୁମେ ଏପରି ଭୟରେ ପଛକୁ ପଳାଇ ଆସୁଛ କାହିଁକି? ସେହି ମୁଖାର ଘୃଣାବ୍ୟଞ୍ଜକ ଅତିକାୟ ଏବଂ ଭୟଙ୍କର ପ୍ରତୀତି ଗୁଡ଼ିକର ପଶ୍ଚାତରେ କୃଷ୍ଣ ହିଁ ତୁମର ଏହି ନିର୍ବୋଧ କ୍ରୋଧକୁ ଦେଖି ହସିବାରେ ଲାଗିଛନ୍ତି। ତୁମର ଆହୁରି ଅଧିକ ନିର୍ಬೋଧତାପୂର୍ଣ୍ଣ ଘୃଣା ବା ଅଶ୍ରଦ୍ଧା ଓ ସବୁଠାରୁ ଅଧିକ ନିର୍ବୋଧ ତୁମର ଭୟ ଭାବକୁ ଦେଖି ହସିବାରେ ଲାଗିଛନ୍ତି। ଇଏ କଥା ଗୁଡ଼ିକ ଆଉଥରେ ଟିକେ ପଢିବା, ଯୋଉଟା କି ଆମ ଚିନ୍ତାର, ଆମ ଧାରଣାର ବାହାରେ। ଏପରିକି ଆପଣ ଯଦି ଦେଖିବେ, ଜ୍ଞାନୀ ବା ଯୋଉମାନେ ଦର୍ଶନ ସାର ବି ଦାର୍ଶନିକ ମାନେ ବି ଏ ପ୍ରକାରର କଥା କୋଉଠି ଉଠାଉନଥିବେ। ପ୍ରଭୁ ଲେଖୁଛନ୍ତି, ଗୋଟିଏ ମୁଖା ଦେଖି ତୁମେ ଏପରି ଭୟରେ ପଛକୁ ପଳାଇ ଆସୁଛ କାହିଁକି? ଏଠି ଆମେ ଆରମ୍ଭରୁ କଥା ହଉଥିଲେ ମୁଖା ବିଷୟରେ। ପ୍ରଭୁ ଲେଖୁଛନ୍ତି, ମୁଖା କହିଲେ ଆମେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଜୀବ ଯେତେବେଳେ ସୃଷ୍ଟି ହେଇଛି, ତାହା ପରମଙ୍କ ଅନେକ ବିଭାବରୁ କେତେ ଗୁଡେ ବିଭାବକୁ ସେ ପରିପ୍ରକାଶ କରିବା ପାଇଁ ସୃଷ୍ଟି ହେଲା। ତା ଭିତରେ ତାପରେ ଯେତେବେଳେ ଆମେ ମନୁଷ୍ୟ ମାନେ ମନ ଧରିକି ଆସିଲେ ବା ମନ ଆମ ପାଖରେ ବିକଶିତ ହେଲା, ସେତେବେଳେ ଆମର ଗୋଟେ ଚିନ୍ତା କରିବାର ଭାବନା, ଧାରଣା, ପର୍ଯ୍ୟବେକ୍ଷଣ କରିବା, ନିରୀକ୍ଷଣ କରିବା, ଏସବୁ ଜିନିଷ ଗୁଡାକ ଆମେ ଭାବୁଛୁ ଆମର ଅଛି ବୋଲି। ସେଥିରେ ଆମେ ବାହାରୁ ଯାହା ଦେଖୁ ତାକୁ ନେଇକି ମ୍ୟାକ୍ସିମମ୍ ଲୋକ ସେୟାକୁ ନେଇକି ସେ ସତ୍ୟ ବୋଲି ଭାବନ୍ତି ଏବଂ ସେଇ ଅନୁସାରେ ନିଜର କ୍ରିୟା ପ୍ରତିକ୍ରିୟା ସୃଷ୍ଟି କରନ୍ତି। କିନ୍ତୁ ଅନେକ ସମୟରେ, ଅନେକ ଘଟଣାରେ, ଅନେକ ପରିସ୍ଥିତିରେ, ଅନେକ ଉଦାହରଣ ଥିଲେ ମଧ୍ୟ ଯେ ତାଙ୍କ ଭିତରେ ଯୋଉ ଅନ୍ତର୍ନିହିତ ସତ୍ୟ କିଛି ନଥିବ, ହଠାତ୍ ବିକଶିତ ହବା, ହଠାତ୍ ପ୍ରକାଶିତ ହବା, ତାକୁ ଦେଖିଲେ ମଧ୍ୟ ଆମେ କିନ୍ତୁ ସେଇ ବାହାରକୁ ନେଇକି ପୁଣି ବ୍ୟସ୍ତ ରହୁ। ଏବଂ ଆଉ ଗୋଟେ ଆଙ୍ଗଲରୁ ବା ଆଉ ଗୋଟେ ଦୃଷ୍ଟିକୋଣରୁ ଆମେ ସବୁବେଳେ ଆଲୋଚନା କରନ୍ତି, ଯେପରିକି ଯେ ମୋର ଅଗ୍ରଗତି ପାଇଁ ଜଣେ ବ୍ୟକ୍ତିର ଚେତନାର ଯୋଉ ସ୍ଥିତିରେ ସେ ରହିଛି, ସେଉଠୁ ଅଗ୍ରଗତି କରିବା ପାଇଁ ଦୁଇଟା ଜିନିଷ ତାର ଆବଶ୍ୟକ। ଗୋଟିଏ ହଉଛି ସେ ତାର ସାମର୍ଥ୍ୟ ବିଷୟରେ ସଚେତନ ହେବା ଦରକାର। ଦ୍ୱିତୀୟ ହଉଛି ତା ଭିତରେ କୋଉ ଗୁଡ଼ିକ ତାକୁ ସେଇ ସାମର୍ଥ୍ୟ ବୃଦ୍ଧିରେ ପରମଙ୍କ ଆଡକୁ ଯାତ୍ରା ପଥରେ ପ୍ରତିରୋଧ ସୃଷ୍ଟି କରୁଛନ୍ତି, ତାକୁ ଚିହ୍ନିବାରେ ଏଇ ଦୁଇଟି ଜିନିଷର ନିଶ୍ଚୟ ଆବଶ୍ୟକ ରହିଛି। ତେଣୁ ସେତେବେଳେ ମତେ ଯେତେବେଳେ ଚିହ୍ନେଇ ଦିଆଯିବ, କେମିତି ଚିହ୍ନେଇ ଦିଆଯିବ? ସେଥିପାଇଁ ତ ଘଟଣା ଦରକାର, ପରିସ୍ଥିତି ଦରକାର। ଓକେ, ଘଟଣା ପରିସ୍ଥିତି ଯେତେବେଳେ ଦରକାର ହବ, ସେ ଘଟଣା ପରିସ୍ଥିତି ସୃଷ୍ଟି ହବ ନା ହବନି? ହବ। କାହାକୁ ନେଇକି ସୃଷ୍ଟି ହବ? ଅନ୍ୟ ଜୀବଙ୍କୁ ନେଇକି ସୃଷ୍ଟି ହବ। ଅନ୍ୟ ପରିବେଶ ପରିସ୍ଥିତିର ଯୋଉ ପ୍ରକାରର ମାହୋଲ ବା ଯୋଉ ପ୍ରକାରର ଏକ ପ୍ରଚ୍ଛଦ ପଟ ଦରକାର ହୁଏ, ତା ସୃଷ୍ଟି ହବ। ଯେତେବେଳେ ପ୍ରଚ୍ଛଦ ପଟଟି ସୃଷ୍ଟି ହବ, ସେତେବେଳେ ସେଇ ପ୍ରଚ୍ଛଦ ପଟରେ ଭିନ୍ନ ଭିନ୍ନ କଳାକାର ମାନେ ରହିବେ। ସେ ସବୁ କଳାକାର ମାନେ କଣ ପାଇଁ ରହିଛନ୍ତି? ନା ମୋ ଭିତରେ ଥିବା ସାମର୍ଥ୍ୟକୁ ସଚେତନ କରେଇଦେବେ। ମୋ ଭିତରେ ଥିବା ଗୁଣାବଳୀ ଯିଏ ପରମଙ୍କୁ ପରିପ୍ରକାଶ କରିବାରେ ବିରୋଧ ସୃଷ୍ଟି କରୁଛି, ତାକୁ ଚିହ୍ନେଇ ଦେବାରେ ସାହାଯ୍ୟ କରିବେ। ଚିହ୍ନେଇ ଦେବାରେ ସେମାନେ ମତେ ସାହାଯ୍ୟ କରୁଛନ୍ତି, କିନ୍ତୁ ବାସ୍ତବରେ ସେମାନେ କଣ? ବାସ୍ତବରେ ସେମାନେ ସେହି ପରମଙ୍କୁ ଧାରଣ କରିକି ଆସିଛନ୍ତି। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଉଠେ, ତାହେଲେ ଭିନ୍ନ ଭିନ୍ନ ଲେବୁଲ କାହିଁକି ରହୁଛନ୍ତି? ହଁ, ଚେତନାର ଯୋଉ ସ୍ତରରେ ଯିଏ ରହିଛି, ତାଙ୍କୁ କଣ କରନ୍ତି ଭଗବାନ ବା ପରମ ବା ଆମେ କହିବା ଦିବ୍ୟ ଜନନୀ, ସେଇ ପ୍ରକାରର ଚେତନାର ସ୍ତରକୁ ବ୍ୟକ୍ତି ସେଇ ପ୍ରକାରର କାର୍ଯ୍ୟକୁ କରିବା ପାଇଁ ତାକୁ ବ୍ୟବହାର କରନ୍ତି। ଏମିତି ସହଜରେ ବୁଝି ହବ, ଜଣେ ଯଦି ପଦାର୍ଥ ବିଜ୍ଞାନରେ ତାର ସାମର୍ଥ୍ୟ ଅଧିକ ରହିଛି, ତାକୁ ବ୍ୟବହାର କରିବେ କେତେବେଳେ? ନା ଯେତେବେଳେ ପଦାର୍ଥ ବିଜ୍ଞାନ ଯୋଉଠି ଦରକାର ହଉଛି ଗୁଣବତ୍ତା, ସେତେବେଳେ ତାକୁ ସେ ବ୍ୟବହାର କରିବେ। ସେମିତି ମନେ କରାଯାଉ ଜଣେ ଝଗଡାରେ ପିଏଚଡି କରିଛି,
जड़े फिजिक्स रे पीएचडी कला ताकू व्यवहार करेंगे जो फिजिक्स रे ज्ञान आवश्यक। जड़े झगड़ा पीएचडी कर झगड़ा जी पीएचडी झगड़ा व्यवहार करेंगे। तेणु वर्तमान कौन है भितर सी सामर्थ्य तार रखी परमंकर शक्ति सामर्थ्यता भितर रही किंतु वर्तमान तार दायित्व है कौन ना झगड़ा को सी परिप्रकाश कर कि झगड़ाटा तार असल परिचय नुह तेणु सी सब है माने सेगुड़ा सब हूँ एक्चुअली मुखा मुखा पश्चात मोर प्रकृत व्यक्तित्व को अनेक व्यक्ति अच्छे जो मैंने सचेतन नुह तेणु आमको लगुच मु भी व्यक्ति जो निजे व्यक्ति मु बोली निजक परिचय दूची मु भावुची मो मुखाटा हूँ मोर एक निजस्व परिचय किंतु निजस्व परिचय ताहा नुहे से तेणु जो बाहर परिचय दूची ताकू आमे मुखा बोली प्रभु वर्णना कर तेणु कहते से ही मुखार घृणा व्यंजक अतिकाय एवं भयंकर प्रतीति गुड़िकर पश्चात जो आम बर्तमान जो आलोचना कले जिते प्रकार से भयंकर भी रूप देखाऊना कहीं पश्चात कृष्ण ही तुमर यही निर्बोध क्रोध को देखी हसबार लगी आम जिते प्रतिक्रियाशील होती परम माने प्रभु लिखुं कृष्ण ऊपर थी हसुँच देखुं आपण पाखे देखिकी हसुँच जे देख अरे बाबा मु तारी तैयारी करछि सी केमती कौन टिके शिखिकी टिके आगे जीव देखला बेलू सी जाऊ नहीं करू नहीं हसुची आपण जमती जिते अभिभावक माने टे व्यस्त हुंती कहते मु पाठ पढ़ाई सुजोग देली ट्यूशन देली स्कूल देली खाया देली बैग पत्र जहाँ जहाँ दरकार सब देली से पढ़ुना सेठी मनुष्य तेणु बाह्य मन प्राण रही तेणु सी से व्यस्त विव्रत हो जाऊँ किंतु प्रभु कृष्ण हाथ में सब किसी रही सी तो जानते तेणु सी से हसुच देख कौन कर सब थोड़ी कि खाऊ नहीं सी अरे बाबा 10 प्रकार जिनस थोड़ी खावाई सी कि आखि बुझिकी बुलूच खाइबा खाइबा कहीं 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 खोजी हो अरे बाबा तलू हाथ मार आखि बुझिकी इाड़े सियाड़े हेले केमती हम तेणु से हसुंच कहते तुमर यही निर्बोध क्रोध को देखी हसवा लगे ये मन पड़गला खाली टिके अल्प टिके अवतरण कर पलैबा आगु जे जड़े डाकुची भारी दरिद्र रही सी व्यस्त हो जे प्रभु मत टे कृपा कर मु एमती केते दिन दरिद्र रही सेठू माँ पार्वती कहते देखु देव आउ कहीं हईराण कर दौना ना देख मुझे आम जी आवश्यक से अनुसार टे कथा हो ठीक अच्छे देख सी नौ कि ना सीना कहूँ कौठू कहूँ ता भीतर प्रस्तुति अच्छी कि नहीं देख ठीक अच्छे कौन कले अनेक गुड़ाए धन स्वर्ण मुद्रा धन फन रखी गोटे फुटुड़ी रे ता जीवा बाटर थईदेले तो एमती व्यवस्था कले जमी से बाटर आउ कहीं जीवे से ठीक आसु आसु पाखापाखि होकर कहते अंध मैंने रास्तार के बाटर चलती देखा कहीकि अंध हो रोल कर क्रॉस करगला हाँ गोड़ बाजी अरे से गोड़टा भी बजेले जे आटलिस्ट आखिटा खोलु बुझा ओहो अंध हेले एमती गोड़ फोड़ बाजे भारी कष्ट हो तथा देखा धीरे धीरे एमती करके आड़े होगी पड़ोते गोटे माँ कहते ये कि कथा आप कहीं आगर थे हाथ में देले ठीक है हाथ में दबा दबा हाथ में भी देले सी को माने जो हाथ में धरिकी से नहीं कि जाई धरिकी जाऊँ माने जड़े हठात हाथ में जड़े व्यक्ति आसिले धरइले धरईकि कड़ा उहा नहीं गले सी पाईगले पुलिया खंडे कहले माने बहुत खुशी हो गले आ जीवा बाटर कहले घर को जीवी एत धनरत्न पाई माने खुशी रे माने उत्फुल्लित हो जाउछंती सेत उत्फुल्लित हेले कौन हुए बेले बेले बॉडी रे टेम्परेचर बाहर देह ये टे भोक शोष लगे से गोटे जगार झरना टे जाऊँगी पीबे बोली
ପାଣି ଟିକେ ପିଇବେ, ଗୋଡ ହାତ ଟିକେ ଧୋଇବେ ଯିବେ ବୋଲି ସେଠି ଯାଇକି କଣ କରୁଛନ୍ତି ନା ପାଣି ଫାଣି ଧୋଇ ହେଇକି ଯେତେବେଳେ ନଈକିରି ଧୋଇ ଯାଉଛନ୍ତି ସେ ସମୟରେ ସେଇ ପୁଟୁଳିଟି ତାଙ୍କର ସେଠି ଫସି ଯାଉଛି, ସେ ଗଡି 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 ପଳ ଏଇଭଳି ଭାବରେ ଆ ଇଏ ଯୋଉ ଆମର ଯଦି ଦେଖିବା ଆମ ଭିତରେ ଯଦି ପ୍ରସ୍ତୁତି ନଥାଏ, ତେଣୁ ଆମର ଚେତନାର ସ୍ଥିତି ଅନୁସାରେ ଆମ ପାଖରେ କଣ ହୁଏ, ଘଟଣା ଗୁଡିକ ଘଟେ। ଆମର ସେଇଥିପାଇଁ ପ୍ରସ୍ତୁତି ବାରମ୍ବାର କୁହାଯାଏ। ତୁମର ଆହୁରି ଅଧିକ ନିର୍ବୋଧତା ପୂର୍ଣ୍ଣ ଘୃଣା ବା ଅଶ୍ରଦ୍ଧା ଓ ସବୁଠାରୁ ଅଧିକ ନିର୍ବୋଧ ତୁମର ଭୟ ଭାବକୁ ଦେଖି ହସିବାରେ ଲାଗିছে। ତେଣୁ ଆମ ଭିତରେ ଯୋଉ ସାମର୍ଥ୍ୟ ଅଛି ଆମେ ତାକୁ ଚିହ୍ନି ପାରୁନାହାନ୍ତି ଏବଂ ବାହାରୁ ଦେଖିକି ଯୋଉ ବିଚାର କରୁଛନ୍ତି ଇଏ ହଉଛି ଆକ୍ଚୁଆଲି ଆମର ନିର୍ବୋଧତା। ବେଳେ ବେଳେ ଆମେ କୋଉଠି ଭଲ ପାଆନ୍ତି, କୋଉଠି ଘୃଣା କରନ୍ତି, କୋଉଠି ଅଶ୍ରଦ୍ଧା କରନ୍ତି, ଆଉ ଭୟଭୀତ ହୁଅନ୍ତି। ଏ ସବୁ ଗୁଡିକ ହଉଛି ଆକ୍ଚୁଆଲି ନିର୍ବୋଧତା। କାହିଁକି ନା ଆମ ଭିତରେ ଯୋଉ ଶାଶ୍ୱତ ପରମ ଚେତନା ରହିଛନ୍ତି ତା ବିଷୟରେ ଆମେ ସଚେତନ ନାହୁଁ ଏବଂ ବାହାରର ଘଟଣାବଳୀ ଗୁଡିକ ଯେ ମୋରି ଅଗ୍ରଗତି ପାଇଁ ସେଟ୍ କରାହଉଛି ସେ ବିଷୟ ମୁଁ ଜାଣିନାହିଁ, ତ ଏଇଟା ନିର୍ବୋଧତା ନୁହଁ ତ ଆଉ କଣ? ଜ୍ଞାନ 258। ପ୍ରଭୁ ଲେଖୁଛନ୍ତି, ଯେତେବେଳେ ତୁମେ ଆଉ ଜଣକୁ ଅଶ୍ରଦ୍ଧାର ସହିତ ଦେଖୁଛ ବୋଲି ଜାଣିପାରୁଛ, ସେତେବେଳେ ତୁମେ ନିଜର ହୃଦୟ ଭିତରକୁ ଅନାଅ ଏବଂ ନିଜର ବୋକାମିକୁ ଦେଖି ହସ। ଏଇଟା ଆଉ ଗୋଟେ ପାବଛ। ନିଜର ମୋ ଭିତରେ ଯେତେ ଅନ୍ୟ ଜଣଙ୍କ ପ୍ରତି ଅଶ୍ରଦ୍ଧା ଭାବ ଆସୁଛି, ତମେ ଜାଣିପାରିଲ ଯେ ମୋର ଅଶ୍ରଦ୍ଧା ଭାବ ଆସିଛି। ଯଦି ଜାଣିପାରିଲ ତାହେଲେ ସେଠି ବି ସଚେତନ ହେଇପାରିବା ବା ହେଇଯିବା ଉଚିତ। ସେଠି ସଂକଳ୍ପ କରିବା ଉଚିତ ଯେ ନାଇଁ ମତେ ଆହୁରି ଆଗକୁ ଉଠିବାର ଅଛି। ତେଣୁ ସେତେବେଳେ ଯେତେବେଳେ ଅଶ୍ରଦ୍ଧା ଭାବ ଆସୁଛି ଆମେ ଜାଣିପାରୁନୁ, ମାନେ ନିମ୍ନ ଚେତନା ରହିଛୁ। ଆଉ ତା ପୂର୍ବ କାରିକାରେ କହିଲେ ଯେ ଆଉ ଯୋଉମାନେ ଜାଣନ୍ତି କିନ୍ତୁ ନିଜର ସ୍ୱାର୍ଥ ସିଦ୍ଧି ପାଇଁ ବ୍ୟବହାର କରନ୍ତି ସେମାନେ ଭାରି ଡେଞ୍ଜରସ୍। ଲେଖିଥିଲେ ଯେ ସେମାନେ ଅତି ଭୟଙ୍କର। ଲେଖିଲେ ତୃତୀୟଟି ସବୁଠାରୁ ଅଧିକ ବିପଜ୍ଜନକ। ତେଣୁ ସେମାନଙ୍କ କଥା ଛାଡନ୍ତୁ। ତେଣୁ ଯେତେବେଳେ ଆମେ ଜାଣିପାରୁଛନ୍ତି ସେତେବେଳେ ଆମକୁ ସଂକଳ୍ପ କରିବାକୁ ପଡିବ। ସେଥିପାଇଁ ଏଠି ଲେଖୁଛନ୍ତି ଯେ ତୁମେ ନିଜର ହୃଦୟ ଭିତରକୁ ଅନାଅ, ନିଜର ବୋକାମିକୁ ଦେଖିକି ହସ। ତାମାନେ ଆମର କେତେ ଅସାମର୍ଥ୍ୟତା ରହିଛି ତାକୁ ଚିହ୍ନ। ମାଙ୍କୁ ପ୍ରଶ୍ନ କରାହେଲା, କେବଳ ଆମର ମାନସିକ ଧାରଣାଟି ହିଁ କଣ ଅତିକାୟ ଏବଂ ଘୃଣାସ୍ପଦ ବସ୍ତୁ ଗୁଡ଼ିକୁ ଦେଖୁଛେ, ବା ଆମେ ସେଗୁଡ଼ିକୁ ଯେପରି ଭାବରେ ଦେଖୁ ସେଗୁଡ଼ିକ ପ୍ରକୃତରେ ସେହିପରି ହୋଇ ରହିଥାନ୍ତି? ସୌନ୍ଦର୍ଯ୍ୟର କ୍ଷେତ୍ରରେ ମଧ୍ୟ ଠିକ ସେଇ କଥାଟି ପ୍ରଯୁଜ୍ୟ ହୋଇପାରିବ, ନୁହେଁ କି? କେବଳ ଆମର ମାନସିକ ଧାରଣାଟା ହିଁ କଣ ଅତିକାୟ ଏବଂ ଘୃଣାସ୍ପଦ ବସ୍ତୁ ଗୁଡ଼ିକୁ ଦେଖୁଥାଏ, ବା ଆମେ ସେଗୁଡ଼ିକୁ ଯେପରି ଭାବରେ ଦେଖୁ ସେଗୁଡ଼ିକ ପ୍ରକୃତରେ ସେହିପରି ହୋଇ ରହିଥାନ୍ତି? ସୌନ୍ଦର୍ଯ୍ୟର କ୍ଷେତ୍ରରେ ମଧ୍ୟ ଠିକ ସେଇ କଥାଟି ପ୍ରଯୁଜ୍ୟ ହୋଇପାରିବ, ନୁହେଁ କି? ଏଠି ଯୋଉ ଶ୍ରଦ୍ଧା ଅଶ୍ରଦ୍ଧା ବା ଯୋଉ ନିଜକୁ ଦେଖିବା କଥା କୁହାହେଲା, ତେଣୁ ସେ ପ୍ରଶ୍ନ କରୁଛନ୍ତି ଯେ ଏଇଟା ଆମର ମାନସିକ ଧାରଣାର କ୍ରିୟା କି ଏବଂ ସୌନ୍ଦର୍ଯ୍ୟ କ୍ଷେତ୍ରରେ ସେ ଏକା କଥା ନା ଆଉ କିଛି? ମା ବର୍ଣ୍ଣନା କରୁଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭୌତିକ ଜଗତର ଏହି ଉପସ୍ଥିତ ଅବସ୍ଥାରେ ପ୍ରତୀତି ଗୁଡିକ ପ୍ରକୃତରେ ତଥାପି ଅତ୍ୟନ୍ତ ପ୍ରତାରଣାପୂର୍ଣ୍ଣ ହୋଇ ରହିଛନ୍ତି। ବାହ୍ୟ ଶାରୀରିକ ସୌନ୍ଦର୍ଯ୍ୟ ଯେ ସର୍ବଦା ଏକ ସୁନ୍ଦର ଆତ୍ମାର ସଂକେତ ଦିଏ ସେ କଥା ଆଦୌ ନୁହେଁ। ବାହ୍ୟ ଶାରୀରିକ ସୌନ୍ଦର୍ଯ୍ୟ ଯେ ସର୍ବଦା ଏକ ସୁନ୍ଦର ଆତ୍ମାର ସଂକେତ ଦିଏ ସେ କଥା ଆଦୌ ନୁହେଁ। ଏବଂ ଏକ କୁତ୍ସିତ ଓ କଦାକାର ଶରୀର ଭିତରେ ମଧ୍ୟ ହୁଏତ ଏକ ପ୍ରତିଭା ଅଥବା ଦୀପ୍ତିମୟ ଆତ୍ମା ପ୍ରଚ୍ଛନ୍ନ ହୋଇ ରହିଥାଏ। ଏଠି ଏଟା ଅତି ସରଳ କଥା, କିଛି ବୁଝିବାର ନାହିଁ। ଖାଲି ଗୋଟେ ଏକ୍ସାମ୍ପଲ ମନେ ପଡିଲା ବୋଲି କହିଦଉଛି ଯେ ଅଷ୍ଟାବକ୍ର ଋଷି ଯେତେବେଳେ ଯାଇକି ରାଜ ମହଲରେ ପ୍ରବେଶ କରୁଛନ୍ତି, ସେଠି ପଣ୍ଡିତ ମଣ୍ଡଳୀ ବସିଛନ୍ତି, ତାଙ୍କର ଶରୀରଟି ଏତେ ବିକୃତ ଯେ 8ଟି ବାଙ୍କ ଭଳି ତାଙ୍କ ଶରୀରଟି। ତେଣୁ ସେ ଚାଲିଲା ବେଳେ ପୁରା ଯେମିତି ଢଳି
ମାନେ ଗୋଟେ ମାନେ ଆପଣ ଭାବି ପାରନ୍ତି ବା ଭାବି ନ ପାରନ୍ତି ଯେ ଏମିତି ପୁରା ଏମିତି ଯାଉଥିବେ ଯେମିତି ପୁରା ଚିନ୍ତା କରନ୍ତୁ ଯେମିତି ଢଳି ଢଳି ପୁରା କିମ୍ଭୂତ କିମ୍ଭାକାରରେ ଚାଲୁଥିବେ। ତାଙ୍କୁ ଦେଖିକି ଯେତେବେଳେ ପଣ୍ଡିତ ମଣ୍ଡଳୀ ଏବଂ ଅନ୍ୟମାନେ ସେଠି ବସିଛନ୍ତି ଯେତେବେଳେ ହସି ଦଉଛନ୍ତି, ସେତେବେଳେ ସିଏ ତାଙ୍କର ବାକ୍ୟଟି ହେଲା, ତେବେ ମୁଁ କଣ ଭୁଲ ଜାଗାକୁ ପଳେଇ ଆସିଛି? ମୁଁ ଭାବିଥିଲି ପଣ୍ଡିତ ସଭାକୁ ଆସିଛି ବୋଲି, ମୁଁ କଣ ଭୁଲ ଜାଗାକୁ ପଳେଇ ଆସିଛି? କାହିଁକି ନା ଯୋଉମାନେ ପଣ୍ଡିତ, ତା ଅର୍ଥ କଣ? ଯୋଉମାନେ ପ୍ରଜ୍ଞାଯୁକ୍ତ। ଯଦି ପ୍ରଜ୍ଞାଯୁକ୍ତ, ସିଏ ବାହ୍ୟ ଶରୀରରେ ଯୋଉ ପ୍ରକାରର ଛାଞ୍ଚଟି ତିଆରି ହେଇଛି, ତାହାକୁ ଆପଣ ସିନା କହୁଛନ୍ତି ବିକୃତି ବୋଲି, ସେଟା କଣ ବିକୃତି କି? ସେଟା ଏକ ପ୍ରକାରର ରୂପ। ଆପଣ ମାଟିରେ ଯେତେବେଳେ ତିଆରି କରୁଛନ୍ତି, ଆପଣ ଏମିତି ଛାଞ୍ଚ କଲେ ସେଟା ଗୋଲ ମୋଟଳ ହେଇଗଲା। ତାକୁ ଯେତେ ଛାଞ୍ଚ ଟିକେ କରିଦେଲେ ସେ ଟିକେ ଲମ୍ବାଳିଆ ହେଇଗଲା। ତା ଭିତରେ ଆପଣ ଯାହା କରୁଛନ୍ତି, ସେଇ ଛାଞ୍ଚରେ ଦିଟା ଆଖି କରୁଛନ୍ତି, ସେଇ ଛାଞ୍ଚରେ ଗୋଟା ଆଖି କରୁଛନ୍ତି, ଯାହା କରିପାରିବେ ଆପଣ। ତେଣୁ ଛାଞ୍ଚଟିଏ ତିଆରି ହେଇଛି, ଛାଞ୍ଚଟା କଣ ଭିତରର ସାମର୍ଥ୍ୟକୁ ପରିପ୍ରକାଶ କରିବ? ଭିତରେ ତ ସ୍ୱୟଂ ପରମ ଶାଶ୍ୱତ ନିଜେ ଉପସ୍ଥିତ ରହିଛନ୍ତି, ସମସ୍ତ ସାମର୍ଥ୍ୟର ଭଣ୍ଡାର, ସମସ୍ତ ଶକ୍ତିର ଭଣ୍ଡାର, ସମସ୍ତ ଐଶ୍ୱର୍ଯ୍ୟର ଭଣ୍ଡାର, ସମସ୍ତ ସୌନ୍ଦର୍ଯ୍ୟ କାନ୍ତି ରୂପର ସେ ହଉଛନ୍ତି ମାନେ ଆପଣ କହିବେ ଯେ ପୁରା ସୁପରଲେଟିଭ, ସବୁ ତ ତାଙ୍କରି ପାଖରୁ ବାହାରୁଛି। ତେବେ ବାହ୍ୟ ଶରୀରକୁ ଦେଖିକି ଯିଏ ବର୍ଣ୍ଣନା କରୁ, ଯିଏ ଏମିତି ହାସ୍ୟରସ କରୁଛନ୍ତି ବା ବ୍ୟଙ୍ଗ କରୁଛନ୍ତି, ସେମାନେ ପଣ୍ଡିତ ବୋଲି ମୁଁ କେମିତି ମନେ କରିବି? ତେଣୁ ଏଇ ପ୍ରକାରର ଆମ ଭିତରେ ବି ସେଇ ଯଦି ଭାବ ରହିଥାଏ, ତେବେ ଆମେ ସଚେତନ ହେବା। ତାପରେ ଲେଖୁଛନ୍ତି, ମାତ୍ର ଯେଉଁ ବ୍ୟକ୍ତିର ଅପେକ୍ଷାକୃତ ଅଧିକ ଅନ୍ତର୍ଗତ ଗ୍ରହଣଶୀଳତା ରହିଛି, ପ୍ରତୀତି ଗୁଡିକ ତାକୁ ଆଉ କୌଣସି ପ୍ରକାର ଧୋକା ଦେଇପାରିବେ ନାହିଁ। ଯୋଉମାନଙ୍କ ଭିତରେ ରିସେପ୍ଟିଭ ବଢିଛି, ଏଠି ଦେଖନ୍ତୁ, ଏଠି ଗୋଟେ କଥା କହିଲେ, ଏଠି କହୁନାହାନ୍ତି ଜ୍ଞାନ ବଢି ଯାଇଛି ବା ଏଟା ବଢିଯାଇଛି ସେଟା ବଢିଯାଇଛି, ଗୋଟେ ସହଜ ଭାବ କହିଲେ, ଯୋଉମାନଙ୍କ ଭିତରେ ଅଧିକ ଅନ୍ତର୍ଗତ ଗ୍ରହଣଶୀଳତା ରହିଛି, ରିସେପ୍ଟିଭ ପାୱାର ରହିଛି, ସିଏ କେବେ କାହାକୁ ଥଟ୍ଟା ପରିହାସ କରିପାରିବେ ନାହିଁ। କାହିଁକି ନା ତାଙ୍କ ଭିତରେ ଲେଖୁଛନ୍ତି ବାହାରର ଯୋଉ ପ୍ରତୀତି ତାଙ୍କୁ ଧୋକା ଦେଇପାରିବ ନାହିଁ। ସିଏ ବାହାରକୁ ଦେଖିକି ବିଚାର କରିବେ ନାହିଁ। ତେଣୁ ଯୋଉମାନେ ଯଦି ଏଇଟା ଯଦି ଆମେ ଭାଇସ ବର୍ଷା ବି କହିପାରିବା ଟ୍ରୁ ବୋଲି, ଯଦି ଆପଣ ଥଟ୍ଟା କରୁଛନ୍ତି, ଆପଣ ପରିହାସ କରୁଛନ୍ତି, କାହାକୁ ନିଚା ଦେଖଉଛନ୍ତି, କାହାକୁ ମାନେ ଯଦି କହନ୍ତି ନା କଣ କହନ୍ତି, ମାନେ ଯୋଉ ନିଚା ଦେଖଉଛନ୍ତି, ତା ମାନେ ଆପଣଙ୍କର ଗ୍ରହଣଶୀଳତା ର ଲେବୁଲ ତଳେ। ଯାହାର ଗ୍ରହଣଶୀଳତା ଯେତେ ଅଧିକ, ତେବେ ସିଏ ବାହାରର ଘଟଣାବଳୀରୁ ସେ ଧୋକା ଖାଇବ ନାହିଁ। ଏବଂ ଏକ ସୁନ୍ଦର ମୁହଁ ପଛରେ ଲୁକାୟିତ ହୋଇ ରହିଥିବା କୁତ୍ସିତତାକୁ ଓ କୁତ୍ସିତତାର ଏକ ଆବରଣ ପଶ୍ଚାତରେ ଲୁକାୟିତ ହୋଇ ରହିଥିବା ସୌନ୍ଦର୍ଯ୍ୟକୁ ସେ ଅବଶ୍ୟ ପ୍ରତ୍ୟକ୍ଷ କରିପାରିବ। ଏଇଟା ଦେଖନ୍ତୁ, ଯାହା ଭିତରେ ରିସେପ୍ଟିଭ ଅଛି, ସିଏ କଣ ଭିତରଟା ଦେଖିପାରିବେ। ଆପଣ ଯେତେ ରଙ୍ଗ କରନ୍ତୁ, ଯଦି ଆପଣଙ୍କ ରିସେପ୍ଟିଭ ଯାହା ପାଖରେ ରହିଛି, ସେ ଆପଣଙ୍କୁ ଜାଣିପାରିବ ଆପଣଙ୍କ ରଙ୍ଗଟି। ଜଣେ କହିଲେ, ମାନେ ଖାଲି ଜଷ୍ଟ ଟିକେ କହୁଛି, ଜଣେ କହିଲେ ଦିନ 12ଟାରେ ଗୋଟେ ଲୋକ ଆସିଛନ୍ତି, ତାଙ୍କୁ ଜଣେ କହୁଛନ୍ତି ଯେ ମୁଁ ତୋରି ପାଇଁ ପୁରା ଏଇ ଖାଇବା ରଖିଥିଲି ସକାଳ ଖାଇବା। ଆର ବ୍ୟକ୍ତିଟି ସାଙ୍ଗେ ସାଙ୍ଗେ ଧରିଲେ, କହିଲେ ନାହିଁ, କହିଲେ କହୁଛନ୍ତି ସିନା ମୁଁ ଜାଣିଥିଲି ତୁ ଆସିଛୁ ବୋଲି, ଏତେ ବହୁତ ଉପମା ଅଳଙ୍କାର ଦେଇକି କହୁଛନ୍ତି, କିନ୍ତୁ ଇଏ ଡାହା ମିଛ କହୁଛନ୍ତି। ସିଏ ଖାଇବା ତାଙ୍କର ସେ ରଖିଥିଲେ, ମୁଁ ହାବୁଡରେ ପଡିଯାଇଛି, ତେଣୁ ଏମିତି କହୁଛନ୍ତି। ଆଉ ଧରି ପାରିବେ ଯଦି ସେମାନଙ୍କ ଭିତରେ ରିସେପ୍ଟିଭ ଥାଏ। ସେଥିପାଇଁ ଲେଖୁଛନ୍ତି ଯେ ସେମାନେ କଣ କରନ୍ତି, ସୁନ୍ଦର ମୁହଁ ପଛରେ ଲୁକାୟିତ ହୋଇ ରହିଥିବା କୁତ୍ସିତତାକୁ ଓ କୁତ୍ସିତତାର ଏକ ଆବରଣ ପଶ୍ଚାତରେ ଲୁକାୟିତ ହୋଇ ରହିଥିବା ସୌନ୍ଦର୍ଯ୍ୟକୁ ସେ ଅବଶ୍ୟ ପ୍ରତ୍ୟକ୍ଷ କରିପାରିବ। ହଁ, ଏଠି ଆଉ ଗୋଟେ ମିସଅଣ୍ଡରଷ୍ଟାଣ୍ଡ କରନ୍ତି ଲୋକ କେତେ ଜଣ, ଯୋଉ ବାହାରର ଏଇ ଯୋଉ ଛନ୍ଦ କପଟ ବା ମନେକର ଯୋଉ କିଛି କିଏ କଥାଟିଏ ଲୁଚେଇଛି, ତାକୁ ଆଉ କାହାଠାରୁ ବା ତାଙ୍କର ଟିକେ ବାହାରର ଯୋଉ ଶରୀରର ଗତିବିଧି ଦେଖିକି ଜ୍ଞାନ ହେଇଯାଇଛି, ସେମାନେ ଜାଣିପାରୁଛନ୍ତି ଯେ ସେ କଥା ଲୁଚଉଛି, ସେଇଟାକୁ ଭାବନ୍ତି ଯେ ମୋର ବହୁତ ବଡ ଜ୍ଞାନ ହେଇଗଲା, ମୁଁ ଜାଣିଦେଲିଣି, ତୁ ମତେ ଲୁଚେଇ ପାରିବୁ ନାହିଁ। ଏଠି ସେ କଥା କୁହାଯାଉନି।
ଏଇ ଯୋଉ ଯେମିତି ଆପଣ ଦେଖିବେ ସିରିଏଲ ମାନଙ୍କର ତ ବହୁତ ଦେଖଉଛି, ସିଏ କହିବ ମୁଁ ତୁ ଯୋଉ କହୁଛୁ ମୁଁ ତାଟା ବୁଝିପାରୁଛି। ଏଇ କଥା ଗୁଡାକ ଏଠି କୁହାଉନି, ଏଠି ପୁରା ଭାବରେ କୁହାଉଛି ଯେ ପଶ୍ଚାତରେ ଥିବା ସତ୍ୟର ଯୋଉ ପରିପ୍ରକାଶ ତାକୁ ସେ ଚିହ୍ନି ପାରିବେ। ଏଠି ଏଇ ଯୋଉ ଶାଶୁ ବୋହୂର ଝଗଡା ବା ପରସ୍ପର କିଏ କାହାର ଯୋଉ କହନ୍ତିନି ତାର ଲୁପ୍ ହୋଲ୍ସ ଜାଣିକି ତାକୁ ଗାଳି ଦବା, ଏଇଥିପାଇଁ କେତେ ଡାଟା କଲେକ୍ସନ କରିବା। ଦେଖନ୍ତୁ ମୁଁ ଯଦି ଜଣଙ୍କ ବିଷୟରେ ବହୁତ ଗୁଡାଏ କଥାବାର୍ତ୍ତା କଲି, ତେବେ ତା କଥା ଗୁଡାକ ଜାଣିଲି, ତେଣୁ ମୁଁ ଗୋଟେ ବିଚାର କରିଦେଲି। ସେତେବେଳେ ଆପଣ କହିବେ ମୁଁ ଜାଣିଗଲିଣି ତୋ ବିଷୟରେ। ଏଗୁଡା କଥା ଏଠି କୁହାଛି କଣ, ଏଠି କୁହାଛି ତା ପଶ୍ଚାତରେ ଯୋଉ ସତ୍ୟଟି ପରମ ମାନେ ସଚ୍ଚିଦାନନ୍ଦ ପରମ ପ୍ରଭୁ ବା ପରମ ବା ଆମେ କହିପାରିବା ଯେ ଯୋଉ ଶକ୍ତି ଯିଏ ସୃଷ୍ଟି କରିଛି, ସିଏ କଣ ପରିପ୍ରକାଶ କରିବାକୁ ଚାହୁଁଛନ୍ତି ସେଇ ସତ୍ୟକୁ ଜଣେ ଜାଣିପାରିବେ, ପ୍ରତ୍ୟକ୍ଷ କରିପାରିବ କୁହନ୍ତି। ଏପରି କେତେକ ଦୃଷ୍ଟାନ୍ତ ମଧ୍ୟ ରହିଛି ଏବଂ ଏଗୁଡିକର ସଂଖ୍ୟା କ୍ରମଶଃ ଅଧିକରୁ ଅଧିକ ହେବାରେ ଲାଗିଛି। ଯେତେ ପ୍ରସ୍ତୁତି ବଢିବ, ଯେତେ ଗ୍ରହଣଶୀଳତା ବଢିବ, ସେତେ କଣ ହବ, ଏଇ ସଂଖ୍ୟା ବଢି ବଢି ଚାଲିବ। ଲେଖୁଛନ୍ତି ଯେଉଁଠାରେ କି ବାହାରର ଗଠନଟି ଅନ୍ତର୍ଗତ ସତ୍ୟଟିକୁ ସ୍ପଷ୍ଟ ଭାବରେ ପ୍ରକାଶିତ କରିଦେଉଥାଏ ଏବଂ ସେତେବେଳେ ତାହାକୁ ସମସ୍ତେ ମଧ୍ୟ ଦେଖିପାରନ୍ତି। ତେଣୁ ଏଠି ଆମେ ଗୋଟେ କଥା ଜାଣିଲେ ଯେ ଅପେକ୍ଷାକୃତ ଅଧିକ ଗ୍ରହଣଶୀଳ ହେଲେ ଆମ ଭିତରେ ସାମର୍ଥ୍ୟ ଆସିବ, ଆମେ ବାହ୍ୟ ପ୍ରତୀତି ଗୁଡାକ ଆମକୁ ଧୋକା ଦେଇପାରିବେ ନାହିଁ ଏବଂ ଯୋଉ କୁତ୍ସିତତା ବା ବାହାର ଆବରଣ ଦେଖିକି ଆମେ ବ୍ୟସ୍ତ ଆଉ ହେବା ନାହିଁ, ତା ପଶ୍ଚାତରେ ଲୁକାୟିତ ହୋଇ ରହିଥିବା ସୌନ୍ଦର୍ଯ୍ୟକୁ ପ୍ରତ୍ୟକ୍ଷ କରିପାରିବ। ତେଣୁ ଆମେ ମାଙ୍କୁ ଆହ୍ୱାନ କରିବା, ମାଙ୍କୁ ପ୍ରାର୍ଥନା କରିବା ଯେ ମୋ ଭିତରେ ଗ୍ରହଣଶୀଳତା ବଢାନ୍ତୁ। ଯେତେ ଗ୍ରହଣଶୀଳତା ବଢିବ ତେବେ ସେତେ ଦେଖିବେ କାହାକୁ ଆପଣ ଆଉ ନିଚା ଦେଖେଇ ପାରିବେନି, କାହାକୁ ଅଣ୍ଡର ଏଷ୍ଟିମେଟ କରିବେ ନାହିଁ, କାହାକୁ ଥଟ୍ଟା କରିବେ ନାହିଁ, କାହାକୁ ପରିହାସ କରିବେ ନାହିଁ, ଆଉ ଇମୋସନ ର ଖେଳରେ ଆପଣ ମାନେ କଣ ଭାସିଯିବେ ନାହିଁ ବା ଭଳି ଯିବେ ନାହିଁ ଏବଂ ଆପଣ ସତ୍ୟକୁ ପ୍ରତ୍ୟକ୍ଷ କରିପାରିବେ। ଥ୍ୟାଙ୍କ ୟୁ ଅଲ୍।